जय जगन्नाथ सांगमाने नमस्कार दर्शक बंधु। जदि पितृपक्ष दिन में आपण घर को यही 5 प्रकार जीव आसती तेबे आपण को संकेत मिलिब जे आपण पितृगण आपण को पाखक आसीछंती। एही वर्षर पितृपक्ष सेप्टेम्बर 8 रु आरंभ होई सेप्टेम्बर 21 जाए अछि। पुराण अनुसार जेतेबेले पृथ्वी लोकरे निज लोक तांको उद्देश्य पिंडदान करे ताहा सेमाने ग्रहण करती। पितृपक्षरे आपण पितृपुरुष मानक पई जेउ जेउ स्वास्तिक भोजन भोग देबे ताहाको अन्य प्राणी मानक प्रदान करिवे। पुराण अनुसार पितृपुरुष माने पिपला गछ मध्यरे पृथ्वी पृष्ठको आसी निज निज परिजन मानक देखा करती। निज परिजन मानक ठारू मिलिथिबा पिंडको श्रद्धार सहित ग्रहण करी पुणी पितृलोकको फेरी जाती। गरुड़ पुराण रे भगवान विष्णु गरुड़ଙ୍କୁ पितृलोकଙ୍କ शांति ପାଇଁ ତାଙ୍କ ପାଇଁ କରାଯାଉଥିବା ଉପାୟ ଗୁଡ଼ିକ କହିଛନ୍ତି। ହିନ୍ଦୁ ଧର୍ମରେ ପିତୃଲୋକର ବହୁତ ମହତ୍ତ୍ୱ ଅଛି। ଯେଉଁ ମନୁଷ୍ୟ ନିଜର ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ କର୍ମ କରେ ସେ ଶ୍ରେଷ୍ଠ ଫଳ ପ୍ରାପ୍ତ କରେ। ଯଦି ପିତୃପକ୍ଷରେ ଆପଣଙ୍କ ଘରକୁ ଏହି 5ଟି ପ୍ରାଣୀ ଆସୁଛନ୍ତି ତେବେ ଆପଣ ଏହାକୁ ଶୁଭ ଫଳ ମାନିବା ଉଚିତ। ମନାଯାଏ ମୃତ୍ୟୁ ପରେ ଶରୀର ବାୟୁ ଉପରେ ଥାଏ। ଏହି ବାୟୁରୂପୀ ଶରୀର ପୃଥ୍ୱୀ ଲୋକରେ ପ୍ରାଣୀମାନଙ୍କ ମାଧ୍ୟମରେ ଭ୍ରମଣ କରେ। ଏଥିପାଇଁ ପିତୃପକ୍ଷରେ ଦ୍ୱାରକୁ ଆସୁଥିବା କୌଣସି ପ୍ରାଣୀକୁ ଅନାଦର କରିବା ଉଚିତ ନୁହେଁ, କାରଣ ତାଙ୍କ ଦେହରେ ପିତୃଲୋକଙ୍କର ବାସ ହୋଇଥାଇପାରେ। ପ୍ରଥମ ପ୍ରାଣୀ କୁଆ। ପୂର୍ବ ପୁରୁଷ ନିଜ ପରିଜନମାନଙ୍କୁ କୁଆ ରୂପରେ ଦେଖା କରିବା ପାଇଁ ଆସନ୍ତି। ପିତୃପକ୍ଷରେ ପିପଳ ଗଛରେ କୁଆ ବସିଥିବାର ଦେଖିଲେ ତାହାକୁ ଶୁଭ ସଂକେତ ମନାଯାଏ। ଯଦି କୁଆଟି ପିତୃପକ୍ଷ ଦିନ ଘରକୁ ଆସି ଆପଣଙ୍କ ଦ୍ୱାରରେ ଦିଆଯାଇଥିବା ପିଣ୍ଡକୁ ଗ୍ରହଣ କରନ୍ତି ତାହା ସବୁଠାରୁ ଶ୍ରେଷ୍ଠ ସଂକେତ ଅଟେ। ପିତୃଗଣ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମ୍ମାନରେ ବହୁତ ପ୍ରସନ୍ନ ଅଟନ୍ତି ଆଉ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି। ପିତୃପକ୍ଷରେ କୁଆ ଯଦି ଆସି ଆପଣଙ୍କ ଘରେ ଭୋଜନ ଗ୍ରହଣ କରେ ତେବେ ତାହା ମଧ୍ୟ ଶୁଭ ସଂକେତ ଅଟେ। ଆପଣଙ୍କ ଜୀବନରେ ସୁଖ ଆସିବ ଆଉ ସବୁ ସମସ୍ୟାର ଅନ୍ତ ହେବ। ଯଦି ପିତୃପକ୍ଷରେ କୁଆଟି ଆସି ଆପଣଙ୍କ ଘର ଆଗରେ ଜୋରେ ଜୋରେ ଚିଲ୍ଲାଏ ତେବେ ଏହା ଦର୍ଶାଏ ଯେ ଆପଣଙ୍କ ପିତୃଗଣ ଆପଣଙ୍କ ମାନଙ୍କ ଉପରେ ରାଗିଛନ୍ତି, ତେଣୁ ଆପଣଙ୍କୁ ଶ୍ରାଦ୍ଧ କର୍ମ କରିବା ଉଚିତ, ଅନ୍ୟଥା ଭାରୀ ପିତୃଦୋଷ ଆପଣଙ୍କୁ ଲାଗିପାରେ। ଅନ୍ୟ ପଶୁଟି କୁକୁର। ଯଦି ପିତୃପକ୍ଷରେ କୌଣସି ଏକ କୁକୁର ଆପଣଙ୍କ ଘର ଆଗକୁ ଆସୁଛି ତେବେ ଏହା ପରେ ଆପଣଙ୍କ ପୂର୍ବ ପୁରୁଷ ଆପଣମାନଙ୍କୁ କୁକୁର ରୂପରେ ଦେଖା କରିବାକୁ ଆସୁଛନ୍ତି। ତେବେ ଦ୍ୱାରକୁ ଆସୁଥିବା କୁକୁର ପ୍ରତି ଖରାପ ବ୍ୟବହାର କରିବା ଉଚିତ ନୁହେଁ କିମ୍ବା ତାକୁ ବାଡ଼ିରେ ବାଡ଼େଇବା କଥା ନୁହେଁ, ଅନ୍ୟଥା ପିତୃଗଣ ରାଗିଯିବେ। ଆପଣ କୁକୁରକୁ ଖାଇବାକୁ ଦିଅନ୍ତୁ। ଦ୍ୱାରକୁ ଆସୁଥିବା କୁକୁର ଏହି ସଂକେତ ଦିଏ ଯେ ଆପଣଙ୍କର ସମସ୍ତ ଦୋଷ କ୍ଷମା ହୋଇଯାଇଛି, ତେବେ ଆପଣଙ୍କ ଜୀବନରେ ମଙ୍ଗଳମୟ ହେବ। ତୃତୀୟ ପ୍ରାଣୀଟି ଗାଈ। ପିତୃପକ୍ଷରେ ଘରକୁ ଆସୁଥିବା ସବୁଠାରୁ ପୁଣ୍ୟ ଅଟେ। ଆପଣଙ୍କ ପୂର୍ବପୁରୁଷମାନେ ବହୁତ ଭଲ କର୍ମ କରିଛନ୍ତି, ତେଣୁ ସେମାନେ ଗାଈ ରୂପରେ ଆସିଛନ୍ତି। ଗାଈ ରୂପରେ ଆପଣଙ୍କ ଦ୍ୱାରକୁ ଆସିବାର ସଂକେତ ଏହା ଯେ ଆପଣଙ୍କର ଘରର ସୁଖ ସମୃଦ୍ଧି ବୃଦ୍ଧି ହେବ। ଏଥିପାଇଁ ଘର ଦ୍ୱାରକୁ ଆସୁଥିବା ଗାଈକୁ ଅପମାନ ନ କରି ପ୍ରଣାମ କରି ନିଜର ମନସ୍କାମନା ତାଙ୍କ ଆଗରେ କୁହନ୍ତୁ, ନିଶ୍ଚିନ୍ତ ପୂରଣ ହେବ। ଦ୍ୱାରକୁ ଆସୁଥିବା ଗାଈକୁ ଆପଣ ମିଠା ରୁଟି ଦିଅନ୍ତୁ, ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଚତୁର୍ଥ କଥାଟି ଯଦି ଆପଣଙ୍କ ସ୍ୱପ୍ନରେ ଆପଣ କୌଣସି ଜୀବ ମନୁଷ୍ୟ ପରି କଥା ହେଉଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣମାନଙ୍କର ପିତୃପୁରୁଷ ବହୁତ ଦୁଃଖୀ ଅଟନ୍ତି ଓ ତାଙ୍କ ଆତ୍ମାକୁ ଶାନ୍ତି ମିଳିନାହିଁ। ଏଥିପାଇଁ ତାଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ଉଚିତ, ଯାହାଦ୍ୱାରା ତାଙ୍କର ଆତ୍ମାକୁ ଶାନ୍ତି ମିଳିପାରିବ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବା ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ।